ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ। ତ ପ୍ଲସ୍ ଟୁ ସେକେଣ୍ଡ ଇୟର ପିଲା ଆର୍ଟ୍ସ ସାଇନ୍ସ କମର୍ସ ପିଲାମାନେ ତମମାନଙ୍କୁ ସ୍ୱାଗତ କରୁଛି କ'ଣ ନା MCQ କ୍ୱେଶ୍ଚିନ୍ ଆନ୍ସର ବାର୍ତ୍ତା। ତ ବାର୍ତ୍ତାର କିଛି MCQ କ୍ୱେଶ୍ଚିନ୍ ଆନ୍ସର ଆମେ ଆଲୋଚନା କରିବା। ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଆସିଲେ ସବସ୍କ୍ରାଇବ କରିଦେବ, ବେଲ୍ ଆଇକନକୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ ପାଇଁ, ଲାଇକ୍ ସେୟାର କରିଦେବ। ତ ଦେଖିବା ପ୍ରଥମ କ୍ୱେଶ୍ଚିନ୍ ବାର୍ତ୍ତାର କ'ଣ ଦେଇଛି। ଭବିଷ୍ୟତର ବାର୍ତ୍ତା ଆଣିଥିବା ଦୂତ କେଉଁଠାରୁ ଆସିଥିଲା? ପିଲାମାନେ ଭବିଷ୍ୟତର ବାର୍ତ୍ତା ଆଣିଥିବା ଦୂତ କେଉଁଠାରୁ ଆସିଥିଲା? କ'ଣ ଦେଲା? ଅମରାବତୀରୁ, ନା ଶତାବ୍ଦୀର ସିଂହଦ୍ୱାରରୁ, ନା ଗୋଲକ ମଣ୍ଡଳରୁ, ନା ଈଶ୍ୱରଙ୍କ ଦରବାର। ତ କେଉଁଠୁ ଆସିଥିଲା? ତ ଆନ୍ସର ଦେଇଦେଇଛି ଏଠି ଶତାବ୍ଦୀର ସିଂହଦ୍ୱାରରୁ। କୋଉଠୁ? ନା ଶତାବ୍ଦୀର ସିଂହଦ୍ୱାରରୁ। ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଲା? କାହା ପରି ନିଷ୍ପେଷିତ ହେବା ପାଇଁ କବି କହିଛନ୍ତି ବା ମନୁଷ୍ୟ ପୁତ୍ରକୁ କିପରି ନିଷ୍ପେଷି ହେବାକୁ କୁହାଯାଇଛି? କାହା ପରି? ପ୍ରଜାପତି ପରି, ନା କୀଟସମ ପରି, ନା ନିର୍ମୂଳ ପରି, ନା ଶ୍ଵେନ ପରି। ତ କାହା ପରି? ନା କୀଟସମ। କାହା ପରି? ନା କୀଟସମ ପରି। ନେକ୍ସଟ କ୍ୱେଶ୍ଚିନ୍, କବି କାହା ଭଳି ପ୍ରତିଶୋଧ ନେବାକୁ କହିଛନ୍ତି? କବି କାହା ଭଳି ବା କବି ମନୁଷ୍ୟ ପୁତ୍ରକୁ କିପରି ପ୍ରତିଶୋଧ ନିଅ ବୋଲି କହିଛନ୍ତି? କିପରି? ଶ୍ଵେନ ପରି, ନା ସିଂହ ପରି, ନା ବାଘ ପରି, ନା ଶ୍ୱାନ ପରି। କିପରି? ନା ଶ୍ଵେନ ପରି। କିପରି? ନା ଶ୍ଵେନ ଅଛି, ତମେ କନଫ୍ୟୁଜ ହେଇଯିବ, ଶ୍ୱାନ ହବନି, କ'ଣ ହବ? ନା ଶ୍ଵେନ ପରି। ନେକ୍ସଟ, ବାର୍ତ୍ତା କବିତାଟି କବିଙ୍କର କେଉଁ ପୁସ୍ତକରୁ ଆସିଅଛି? ବାର୍ତ୍ତା କବିତାଟି କବିଙ୍କର କେଉଁ ପୁସ୍ତକରୁ ଆସିଅଛି? ପାଣ୍ଡୁଲିପି, ହସନ୍ତ, ବାଜିରାଉତ, ଅଭିଯାନ। ତ କେଉଁ ପୁସ୍ତକରୁ ଆସିଅଛି? ନା ପାଣ୍ଡୁଲିପି। କ'ଣ ହବ? ନା ଅପସନ ଏ ହେଇଯିବ, ପାଣ୍ଡୁଲିପି। ନେକ୍ସଟ କ୍ୱେଶ୍ଚିନ୍, ଦୃଢ଼ ଓ ରୂଢ଼ ହୋଇ ଦାସତ୍ୱ ବିରୁଦ୍ଧରେ କ'ଣ ନେବାକୁ କବି କହିଛନ୍ତି? ଦୃଢ଼ ଓ ରୂଢ଼ ହୋଇ। ପରାମର୍ଶ, ପ୍ରତିହିଂସା, ପ୍ରତିଶୋଧ, ନା ପରାଭାବ। ତ କିପରି ହେବାକୁ କହିଛନ୍ତି ପିଲାମାନେ? ଦୃଢ଼ ରୂଢ଼ ହୋଇ ଦାସତ୍ୱ ବିରୁଦ୍ଧରେ କ'ଣ ନେବାକୁ କବି କହିଛନ୍ତି? ନା ପ୍ରତିଶୋଧ। କ'ଣ? ନା ଅପସନ ହେଇଯିବ ସି, ପ୍ରତିଶୋଧ ନେବାକୁ କହିଛନ୍ତି। ନେକ୍ସଟ, ଶତାବ୍ଦୀର ସିଂହଦ୍ୱାରରୁ ଭବିଷ୍ୟତର ବାର୍ତ୍ତା କିଏ ଆଣିଛି? ଶତାବ୍ଦୀର ସିଂହଦ୍ୱାରରୁ ଭବିଷ୍ୟତର ବାର୍ତ୍ତା ଦୂତ, ଡାକବାଲା, ମେଘ ପାରା। ତ କିଏ ଆଣିଛି ପିଲାମାନେ? ନା ଦୂତ। କିଏ? ନା ଦୂତ ଆଣିଛି। ନେକ୍ସଟ, ନରବ୍ରହ୍ମ କେଉଁ ଜ୍ଞାନ ଧରି ଜାଗି ଉଠିବା ପାଇଁ କବି ପରାମର୍ଶ ଦେଇଛନ୍ତି? ନରବ୍ରହ୍ମ କେଉଁ ଜ୍ଞାନ ଧରି? ଐଶ୍ୱରିକ ଜ୍ଞାନ, ଲୌକିକ ଜ୍ଞାନ, ଐତିହାସିକ ଜ୍ଞାନ, ନା ଅଲୌକିକ ଜ୍ଞାନ। ତ ନରବ୍ରହ୍ମ କେଉଁ ଜ୍ଞାନ? କେଉଁ ଜ୍ଞାନ? ନା ଲୌକିକ। କେଉଁ ଜ୍ଞାନ? ନା ଲୌକିକ ଜ୍ଞାନ ଧରି। ନେକ୍ସଟ, ଶତାବ୍ଦୀର ସିଂହଦ୍ୱାରରୁ ଦୂତ କାହାର ବର ଆଣିଛି? ବା ଶତାବ୍ଦୀର ସିଂହଦ୍ୱାରରୁ ଆସିଥିବା ଦୂତ କ'ଣ ଆଣିଅଛି? କ'ଣ? ଜମିଦାର, କ'ଣ? ନା ମହାଜନର, ଦେବତା ବର, କ'ଣ? ଦେବତାର ବର, ନା ଭବିଷ୍ୟତ। ଶତାବ୍ଦୀର ସିଂହଦ୍ୱାରରୁ ଆଣିଥିବା ଦୂତ କ'ଣ ଆଣିଛି? କ'ଣ? ନା ଦେବତାର ବର। କ'ଣ? ନା ଦେବତାର ବର। ନେକ୍ସଟ, କେଉଁଠାରୁ ଦୂତ ଆସିଛି? କେଉଁଠାରୁ ଦୂତ ଆସିଛି? ସ୍ୱର୍ଗରୁ, ଶତାବ୍ଦୀର ସିଂହଦ୍ୱାରରୁ, ନା ରାଜପ୍ରସାଦରୁ, ନା ଆଲୋକ ରାଜ୍ୟରୁ। କେଉଁଠାରୁ ଦୂତ ଆସିଛି? ନା ଶତାବ୍ଦୀର ସିଂହଦ୍ୱାର। କେଉଁଠାରୁ? ନା ଶତାବ୍ଦୀର ସିଂହଦ୍ୱାରରୁ। ନେକ୍ସଟ, କାହା ମଧ୍ୟରୁ ଦୀକ୍ଷା ଗ୍ରହଣ କରିବା ପାଇଁ କବି ଆହ୍ୱାନ ଦେଇଛନ୍ତି? କାହା ମଧ୍ୟରୁ? ଏଟା 2020 18 କମର୍ସରେ ପଡିଥିଲା। କାହା ମଧ୍ୟରୁ? କୃଷର ସାଧନା, ନା ପୀଡ଼ନ, ନା ଉତ୍ପୀଡ଼ନ, ନା ଭସ୍ମ। ତ କାହା ମଧ୍ୟରୁ ଦୀକ୍ଷା ଗ୍ରହଣ କରିବା ପାଇଁ କବି ଆହ୍ୱାନ ଦେଇଛନ୍ତି? ନା ଭସ୍ମ। କ'ଣ? ନା ଭସ୍ମ। ନେକ୍ସଟ କ୍ୱେଶ୍ଚିନ୍, ଯୁଗ ଯୁଗ ଧରି ମାନବ ଆତ୍ମାକୁ କିଏ ପୀଡ଼ା ଦେଇଛି? ଯୁଗ ଯୁଗ ଧରି ମାନବ ଆତ୍ମାକୁ କିଏ ପୀଡ଼ା ଦେଇଛି? ମରୁଡ଼ି ବିଭୀଷିକା, ନା ବାତ୍ୟାର କରାଳ ତାଣ୍ଡବ, ନା ଭୀମ ଅତ୍ୟାଚାର, ନା ଶୋଷଣ ପୋଷଣ। ଯୁଗ ଯୁଗ ଧରି ମାନବ ଆତ୍ମାକୁ କିଏ ପୀଡ଼ା ଦେଇଛି? ନା ଭୀମ ଅତ୍ୟାଚାର। କିଏ? ନା ଭୀମ ଅତ୍ୟାଚାର। ନେକ୍ସଟ,
କାହାର ପ୍ରତିଶୋଧ କେଉଁ ପୁସ୍ତକରୁ ଆସିଛି? କାହାର ପ୍ରତିଶୋଧ କେଉଁ ପୁସ୍ତକରୁ? ପୀଡ଼ନ, ନିଷ୍ପେଷଣ, ଦାସତ୍ୱ, ଅତ୍ୟାଚାର। କାହା ପ୍ରତିଶୋଧ କେଉଁ ପୁସ୍ତକରୁ ଆସିଅଛି? ନା ଦାସତ୍ୱ। କ'ଣ? ନା ଅପସନ୍ ସି ହେବ ଦାସତ୍ୱ। ନେକ୍ସଟ, କାହାର ସିଂହଦ୍ୱାରରୁ ଦୂତ ଆସିଛି ବୋଲି କୁହାଯାଇଛି? କାହାର? ସପ୍ତର୍ଷିର, ରାଜାଙ୍କର, ସମ୍ରାଟଙ୍କର, ରାଣୀଙ୍କର। କାହାର ପିଲାମାନେ? ନା ସପ୍ତର୍ଷିର। ନେକ୍ସଟ, କାହାର ସାଧନା ଜୟଲାଭ କରୁ ବୋଲି ସଚ୍ଚିଦାନନ୍ଦ କହିଛନ୍ତି? କାହାର? କୃଷ୍ଣର ସାଧନା, ଉତ୍ପୀଡ଼ନର ସାଧନା, ଶିକ୍ଷାର ସାଧନା, ବ୍ରହ୍ମଜ୍ଞାନର ସାଧନା। କାହାର? ନା କୃଷର। କାହାର? ନା କୃଷର ସାଧନା। ନେକ୍ସଟ କ୍ୱେଶ୍ଚିନ୍, କବି ମାନବ ଶିଶୁକୁ କିପରି ଜାଗ୍ରତ ହେବାକୁ ପରାମର୍ଶ ଦେଇଛନ୍ତି? କବି ମାନବ ଶିଶୁକୁ କିପରି? ପ୍ରତିଶୋଧ ପରାୟଣ ହୋଇ, ନା ଲୌକିକ ଜ୍ଞାନକୁ ଧରି, ନା ସମସ୍ତକୁ ଆପଣାର କରି, ନା ପ୍ରତିଶ୍ରୁତି ପାଳନ କରି। କବି ମାନବ ଶିଶୁକୁ କିପରି ଜାଗ୍ରତ ହେବାକୁ ପରାମର୍ଶ ଦେଇଛନ୍ତି? ନା ପ୍ରତିଶୋଧ ପରାୟଣ ହୋଇ। କିପରି? ନା ପ୍ରତିଶୋଧ ପରାୟଣ ହୋଇ। ନେକ୍ସଟ କ୍ୱେଶ୍ଚିନ୍, ଦୀପ୍ତ କଣ୍ଠରେ କ'ଣ ପଚାରିବା ପାଇଁ ସମୟ ଆସିଛି? ଦୀପ୍ତ କଣ୍ଠରେ, ଏତେ ଦିନ ଧରି ଲୌହ କାରାଗାର କାହିଁକି ଥିଲା? ମଣିଷ କାହିଁକି ଅନ୍ୟକୁ ବିଶ୍ୱାସ କରୁଥିଲା? ନା ଜୀବନର କ'ଣ ସମ୍ଭାବନା ଥିଲା? ଭବିଷ୍ୟତର ବି ଆଶା ଥିଲା। ଦୀପ୍ତ କଣ୍ଠରେ କ'ଣ ପଚାରିବା ପାଇଁ ସମୟ ଆସିଛି? କ'ଣ? ନା ଏତେ ଦିନ ଧରି ଲୌହ କାରବାର କାହିଁକି ଥିଲା? ନେକ୍ସଟ, କବି ମନୁଷ୍ୟର ପୁତ୍ରକୁ କ'ଣ ହୁଅ ବୋଲି କହିଛନ୍ତି? କବି ମନୁଷ୍ୟର ପୁତ୍ରକୁ କ'ଣ ହୁଅ ବୋଲି କହିଛନ୍ତି? ଦଗ୍ଧ ଭସ୍ମ ହେବାକୁ, ନା ଦେବତାର ରୂପ ନେବାକୁ, ନା ଅତ୍ୟାଚାରୀ ହେବାକୁ, ନା କୈଫିୟତ ଦେବାକୁ। କବି ମନୁଷ୍ୟର ପୁତ୍ରକୁ କ'ଣ ହୁଅ ବୋଲି କହିଛନ୍ତି? ନା ଦଗ୍ଧ ଭସ୍ମ ହେବାକୁ। କ'ଣ? ନା ଦଗ୍ଧ ଓ ଭସ୍ମ ହେବାକୁ। ନେକ୍ସଟ, କାହାର ବାର୍ତ୍ତା ଧରି ଦୂତ ସପ୍ତର୍ଷିର ସିଂହଦ୍ୱାରରୁ ଆସିଛି? କାହାର ବାର୍ତ୍ତା? ସପ୍ତର୍ଷିର, ଭବିଷ୍ୟତର, ଅତୀତର, ବର୍ତ୍ତମାନର। କାହାର ବାର୍ତ୍ତା ଧରି? ନା ଭବିଷ୍ୟତର। କାହାର? ନା ଭବିଷ୍ୟତର। ନେକ୍ସଟ, କବି କାହାର ଜୟ ହେଉ ବୋଲି କହିଛନ୍ତି? କବି କାହାର? ପୀଡ଼ନର, ଉତ୍ପୀଡ଼ନର, ଭବିଷ୍ୟତର, ବର୍ତ୍ତମାନର। କାହାର ଜୟ ହେଉ? ନା ପୀଡ଼ନର ଜୟ ହେଉ ବୋଲି କହିଛନ୍ତି। ନେକ୍ସଟ, ଲୌକିକ ଜ୍ଞାନ କହିଲେ କ'ଣ ବୁଝ? ଲୌକିକର ଜ୍ଞାନ କହିଲେ କ'ଣ ବୁଝ? ପାର୍ଥିବ, ଅପାର୍ଥିବ, ଭବିଷ୍ୟତ, ବର୍ତ୍ତମାନ। ଲୌକିକର ଜ୍ଞାନ କହିଲେ କ'ଣ ବୁଝ? ନା ପାର୍ଥିବ। କ'ଣ? ନା ପାର୍ଥିବ। ନେକ୍ସଟ, କାହାର ଉଚ୍ଛେଦ କରିବା ପାଇଁ କହିଥାନ୍ତି? କାହାର ଉଚ୍ଛେଦ କରିବା ପାଇଁ? ଉତ୍ପୀଡ଼ନର, ପୀଡ଼ନର, ଭୀମ ଅତ୍ୟାଚାର, ନା ସମୟ। କାହାର? ନା ପୀଡ଼ନର। ନେକ୍ସଟ, ଆଜି ମାନବ, ତ ପିଲାମାନେ ଏଟା ଶେଷ କ୍ୱେଶ୍ଚିନ୍, ଆଜି ମାନବ ପୁତ୍ରକୁ ପଚାରିବା ପାଇଁ କ'ଣ ଆସିଛି? ସମୟ, ନା ବେଳ, ନା କଥା, ନା ପ୍ରଶ୍ନ। କ'ଣ? ନା ସମୟ ଆସିଛି। ତ ପିଲାମାନେ ତମମାନଙ୍କର ଏତିକି କ୍ୱେଶ୍ଚିନ୍ ଆନ୍ସର ଥିଲା। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦେବ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।